ତୁମମାନଙ୍କୁ ମୁଁ ଆଜି ଏମିତି ଗୋଟେ କଥା କହିବାକୁ ଯାଉଛୁ, ଗୋଟେ ଗଛ କଥା ନେଇକି। ଗଛ କଥା ଶୁଣି ତମେ ତ ଇଣ୍ଟରେଷ୍ଟ ଆସିବନି ନା, କିନ୍ତୁ ଇଣ୍ଟରେଷ୍ଟ ଶୁଣିବା ପାଇଁ ପଡିବ ତମମାନଙ୍କୁ ଆଜି। ତମେ ଦେଖ, ଗୋଟେ ତମ ଜେଜେବାପାର ଆଉ ଗୋଟେ ତମ ନାତିର କଥା କହୁଛୁ ମୁଁ ଆଜି। ତାଙ୍କ ଦି ଜଣ ଭିତରେ କଥା ହେଲା ଯେ, କହିଲା ମୁଁ ଗୋଟେ ଗଛ ଦଉଛୁ, ତୁ ଗୋଟେ ଗଛ ନେ। ଘର ଭିତରେ ଗଛ ଠିକ ଶୀଘ୍ର ବଢିବ ନା ବାହାରେ ଗଛ ଶୀଘ୍ର ବଢିବ? ତା ନାତି କହିଲା ଘର ଭିତରେ ଗଛ ଶୀଘ୍ର ବଢିବ, କାହିଁକି ନା ବାହାର ଜିନିଷ ହାବା ପବନ ଘଡଘଡି ବିଜୁଳି ଯେ ହଉଛୁ, ଏଗୁଡାର ପୁରା ବେଶୀ ସେଫ୍ଟି ରହିବ। ସିଏ କଥା ଶୁଣିଲା। ତା ଜେଜେବାପା ତାଙ୍କୁ ହସିଲେ, ହସି ଗଲେ ଚାଲ ମୋ ସାଙ୍ଗେ ମାର୍କେଟ ଗଲେ, ସେଠି କିଣି ଆଣିଲେ ଗଛ। ତାଙ୍କ ବୁଢା ଜେଜେବାପା ଦେଇଥିଲେ, ସେ ବାହାରେ କି ରାସ୍ତା କଡରେ ଲଗେଇଲେ। ଇଏ କଣ କଲା, ଘର ଭିତରେ ଲଗେଇଲା। ତ ଏମିତି ଧୀରେ ଧୀରେ ସେ ଗଛ ବଢିଲା। ସେ ଗଛ ଧୀରେ ଧୀରେ ସେ ବଢିଲାଣି। ମାଠିଆ ରଖିଥିଲା ନା, ଗଛ କେଇଠି ବଢିବ? ସେଟା ଧୀରେ ଧୀରେ ଚେର ନିହାତି ମାତିବ ଚାରିଆଡକୁ, ଚଉଡା ଜାଗ ଦରକାର, ବେଶୀ ଜାଗ ସେମିତି ଚେର ମାତିଥିଲା। ଧୀରେ ଧୀରେ ମାତିଲା, ସେ ଗଛ କଣ ହେଲା, ପବନ ସାଙ୍ଗରେ ବାହାରେ ଯେତିକି ଘଡଘଡି ବିଜୁଳି ଏଗୋ ସାଙ୍ଗେ ଲଢିକି ବିରାଟ ବଡ ଗଛ ହେଲା। ଏଟା କିଛି ହେଲାନି। ସେଇଠି ତାଙ୍କ ଜେଜେବାପା ତାକୁ ଶିଖେଇଲେ, କହିଲେ ବାହାରେ ଦୁନିଆର ଲଢିବାକୁ ପଡିବ। କାହିଁକିନା ବାହାରେ ଦୁନିଆ ଯଦି ନ ଲଢିବୁ, ତମକୁ ଏଠି କେହି ଆସିନାହାନ୍ତି ତମକୁ ଉଠେଇଦେବେ, ତମକୁ ଶିଖେଇଦେବ ହାତ ଧରିକି। କେହି ଶିଖେଇବେନି ଏଗୁଡା। କାହିଁକିନା ସିଏ ତା ଜୀବନ ସଂଘର୍ଷ କଲା। ଗଛ ତା ଜୀବନ ସିଏ ସଂଘର୍ଷ କଲା, ଲଢିଲା, ଆଜି ଏତ ବଡ ହେଲା। ତୁ ଯୋଉ ଘର ଭିତରୁ ଗଛଟା ରଖିଥିଲୁ, ସେ ଗଛ କଣ ହେଲା, ତା ପତ୍ର କାଟିଲୁ, ତା ପାଣି ଦେଲୁ, ସେ ଖରା ପବନ କିଛି ବାଜିଲାନି, ସେଥିପାଇଁ ସେ ବଢିଲାନି। ଆମେ ଏଇଟା ଶିଖିବାକୁ ଚାହୁଁଛେ ଏଇ ଭିଡିଓର, କି ନିଜକୁ ବାହାରେ ଦୁନିଆ ଦେଖିବାର ଅଛି, ଆଉ ଜାଣିବାର ଅଛି, ବହୁତ ଜିନିଷ ଦେଖି ଶିଖିବାର ଅଛି, ଲଢିବାର ବି ଅଛି ତମମାନଙ୍କୁ ବି। ଏତିକି କରୁଛୁ। ଜୟ ଜଗନ୍ନାଥ।